ପିଲାମାନେ ଆଜି ଆମେ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ପରୀକ୍ଷା 2024-25ରେ ଆସିଥିବା ତୃତୀୟ ଶ୍ରେଣୀ ଗଣିତ ଲିଖିତ ପ୍ରଶ୍ନ ଆଲୋଚନା କରିବା। ସମୟ ହେଉଛି 2 ଘଣ୍ଟା। ପୂର୍ଣ୍ଣ ସଂଖ୍ୟା 80। 51 ପ୍ରଶ୍ନ, ବନ୍ଦିନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। କ ପ୍ରଶ୍ନ ଦେଇଛି 7000 ମିଟର ଯେ କେତେ କିମି। ବ୍ରାକେଟ୍ ଦେଇଛି 70, 700, 0.7 ଏବଂ 7। ଆମେ ଜାଣିଛନ୍ତି ପିଲାମାନେ 1 କିଲୋମିଟର ଯେ 1000 ମିଟର ବା 1000 ମିଟର ଯେ 1000 ମିଟର ଯେ 1 କିମି ବା 1 କିଲୋମିଟର। 7000 ମିଟର 7000 ମିଟର ଯଦି 1000 ମିଟର ଯେ 1 କିମି ହେଲା, 7000 ମିଟର କେତେ କିମି ହେବ? 1 ଗୁଣନ 7 ସମାନ 7 କିମି। 7 କିମି। ଉତ୍ତର କ'ଣ ହେବ? 7। 7000 ମିଟର ଯେ 7 କିମି ସେ। ଖ ପ୍ରଶ୍ନ, 17ର ରୋମାନ ସଂଖ୍ୟାଟି କିଏ? ଅପସନ୍ ଦେଇଛି XV, VXI, XVII, XVI। ଜାଣିଛନ୍ତି ପିଲାମାନେ 10 ରୋମାନ ସଂଖ୍ୟା କେତେ? X। 7 ରୋମାନ ସଂଖ୍ୟା VII। ତେଣୁ 17 ରୋମାନ ସଂଖ୍ୟା କେତେ ହେଲା? XVII। ଉତ୍ତର କ'ଣ? XVII। କ ପ୍ରଶ୍ନ, 18ଟି ଘରର 1 ହତେ 2 ଯେ କେତୋଟି ଘର? ଅପସନ୍ ଦେଇଛି 2, 3, 6, 9। 18ଟି ଘରର 1 ହତେ 2, ତା ଅର୍ଥ କ'ଣ କରିବା? 18ରେ ଆମେ 2 ହରିଦେବା, କେତେ ହେଲା? 9। 18ଟି ଘରର 1 ହତେ 2 ହେଉଛି 9ଟି। 9ଟି ଘର। 2 ନମ୍ବର ପ୍ରଶ୍ନ, ଠିକ୍ ଉକ୍ତି ପାଖରେ ଠିକ୍ ଚିହ୍ନ ଏବଂ ଭୁଲ ଉକ୍ତି ପାଖରେ ଭୁଲ ଚିହ୍ନ ଦିଅ। କ ପ୍ରଶ୍ନ ଦେଇଛି ଦିନ 12ଟା ପରଠାରୁ ରାତି 12ଟା ପୂର୍ବ ପର୍ଯ୍ୟନ୍ତ ସମୟକୁ ପୂର୍ବାହ୍ନ AM କୁହାଯାଏ। ଆମେ ଜାଣିଛନ୍ତି ପିଲାମାନେ AM କାହାକୁ କୁହାଯାଏ? ରାତି 12ଟା ପରଠାରୁ ଦିନ 12ଟା ପୂର୍ବ ସମୟ ହେଉଛି AM ଏବଂ ଦିନ 12ଟା ପରଠାରୁ ରାତି 12ଟା ପୂର୍ବ ସମୟ ହେଉଛି PM। ଏଠି କ'ଣ ଦେଇଛି? AM ଦେଇଛି, ତେଣୁ ଏଇଟା ହେଉଛି ଭୁଲ ଉତ୍ତର। ଖ ପ୍ରଶ୍ନ, 5 କିଗ୍ରା 5 ଗ୍ରାମ ଯେ 5000 5 ଗ୍ରାମ। ଜାଣିଛନ୍ତି ପିଲାମାନେ 5 କିଲୋଗ୍ରାମ ହେଲା କେତେ ଗ୍ରାମ? 5000 ଗ୍ରାମ। 5 କିଲୋଗ୍ରାମ 5 ଗ୍ରାମ, ତା ଅର୍ଥ 5000 ଯୁକ୍ତ 5 ମିଶିଲେ କେତେ ହେବ? 5005। ଇଏ ହେଉଛି ଠିକ୍ ଉତ୍ତର। ଗ ପ୍ରଶ୍ନ, ଜୋକର ଟୋପି ସିଲିଣ୍ଡର ଉଦାହରଣ ଅଟେ। ଇଏ ପିଲାମାନେ ଦେଖ, ଇଏ ହେଉଛି ଜୋକର ଟୋପି। ଏ କାହାର ଉଦାହରଣ? এবং সিলিন্ডার উদাহরণ কি? এ হচ্ছে কোন উদাহরণ। এটি କ'ଣ ଦେଇଛି? ସିଲିଣ୍ଡର ଉଦାହରଣ। ଇଏ ହେଉଛି ଭୁଲ ଉତ୍ତର। 3 ପ୍ରଶ୍ନ, ସ୍ତମ୍ଭ ମିଳନ କର। କ ସ୍ତମ୍ଭ ଦେଇଛି କିରୋସିନ, ଡାଲି, କପଡ଼ା। ଖ ସ୍ତମ୍ଭ ଦେଇଛି କିଗ୍ରା, ମିଟର, ଲିଟର। କିରୋସିନ କ'ଣ ହେବ? ଯେହେତୁ କିରୋସିନ ହେଉଛି ତରଳ ପଦାର୍ଥ, ତାକୁ ଲିଟର ଏକକ ମାପିପାରିବା। ଡାଲି, କିଗ୍ରା ଏବଂ କପଡ଼ା ହେଉଛି ମିଟର ଏକକ। 4 ନମ୍ବର ପ୍ରଶ୍ନ, ଅଲଗାଟିକୁ ବାଛି ଲେଖ। କ ପ୍ରଶ୍ନ ଦେଇଛି 100 ଗ୍ରାମ, 250 ଗ୍ରାମ, 200 ଗ୍ରାମ, 500 ଗ୍ରାମ। ବଟକରା ଦୃଷ୍ଟିରୁ କେଉଁଟା ଅଲଗା ହେବ? 100 ଗ୍ରାମ ବଟକରା ଅଛି, 200 ଗ୍ରାମ ବଟକରା ଅଛି, 500 ଗ୍ରାମ ବଟକରା ମଧ୍ୟ ଅଛି, କିନ୍ତୁ 250 ଗ୍ରାମ ବା 250 ଗ୍ରାମ ବଟକରା ନାହିଁ, ସିଏ ହେଉଛି ଅଲଗା। ଖ ପ୍ରଶ୍ନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ମାସର ଦିନ ସଂଖ୍ୟା ଦୃଷ୍ଟିରୁ। ଜାଣିଛନ୍ତି ପିଲାମାନେ ଜୁଲାଇ ମାସ ହେଉଛି କ'ଣ? 31 ଦିନିଆ। ଅଗଷ୍ଟ ମଧ୍ୟ 31 ଦିନିଆ। ଅକ୍ଟୋବର ମାସ ମଧ୍ୟ 31 ଦିନିଆ। ସେପ୍ଟେମ୍ବର ମାସ ହେଉଛି ଅଲଗା, ଇଏ ହେଉଛି 30 ଦିନିଆ। କେତେ ଦିନିଆ? 30 ଦିନିଆ। ଗ ପ୍ରଶ୍ନ, 700 ମିଲିମିଟର, 400 ସେଣ୍ଟିମିଟର, 300 ଡେସିମିଟର ଦୈର୍ଘ୍ୟ ମାପ ଦୃଷ୍ଟିରୁ କେଉଁଟା ଅଲଗା ହେବ? ଦେଖ ପିଲାମାନେ 400 ସେଣ୍ଟିମିଟର, 300 ଡେସିମିଟର। ଡେସିମିଟର ସେଣ୍ଟିମିଟର ଇଏ ଦୈର୍ଘ୍ୟ ମାପ ଦୃଷ୍ଟିରୁ ଠିକ୍, କିନ୍ତୁ ମିଲିମିଟର ହେଲା ତରଳ ପଦାର୍ଥ ମାପ, ତେଣୁ ଏଇଟା ହେଉଛି ଅଲଗା। 700 ମିଲି ହେଉଛି ଅଲଗା। 5 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। କ ପ୍ରଶ୍ନ ଦେଇଛି 9214 ହରଣ 50ରେ ଭାଗଶେଷର ପର ସଂଖ୍ୟା କେତେ? ତାହେଲେ ଆମେ 9214ରେ 50 ହରିବା,
9214 रे आम 50 सरिबा जोटा भागशेष बाहर तार पर संख्या केते आम नेबा 50 ले केते हबो 50 के 50 2 शून्य फेले 2 9 रु 5 गले 4 1 गुले पला केते 421 50 अष्टा 400 केते बड़ी पला 21 बढ़ला ये 4 50 चौ केते 200 14 बड़ी पला 14 पर संख्या केते हो 1 मिसी जीवो केते हला 15 उत्तर केते 9214 हरण 50 रे भागशेष पर संख्या होउची 15। ख प्रश्न 45 4/5 केउं संख्यार पर संख्या 45 4/5 तार अर्थ कौन करवा 45 रे 5 हरि 4 गुणी देवा 45 हरण 5 केते हला 5 गुणी करे 5 9 45 तार केते गुणिबा 4 गुणिबा 9 जो केते 36 45 4/5 मूल्य केते हला 36 केउं संख्यार पर संख्या ये जो 36 टी बाहरला 36 ये केउं संख्यार पर संख्या ये 35 रो पर संख्या तार अर्थ 36 रो हमें 1 वियोग कर दबा उधर केते हला 35 45 4/5 35 संख्यार पर संख्या अटे। 6 प्रश्न शून्य स्थान पूरण कर क प्रश्न देछि डैश टी अर्ध लिटर हेले 2.5 लिटर हबो जानते पिला माने 2.5 लिटर होछि 2500 मिलीलीटर 2500 मिलीलीटर होछि 2.5 लिटर तेणु केतोटी अर्ध लिटर माने 500 मिली केतोटी 500 मिली हेले 2500 मिली हबो अर्थ हम कोन करबा 2500 मिली रे 500 हरि देबा 2500 मिली रे केते हरिबा 500 हरिबा केते हरिबा 500 हरिबा हले के 550 दे देबा केते हला 2500 कटि गला केते उत्तर हला 5टी अर्ध लिटर हेले 2.5 लिटर हेबो उत्तर केते 5टी अर्ध लिटर हेले 2.5 लिटर हेबो। ख प्रश्न गोटिए भाग क्रिया रे भाज्य समान भाजक गुणन भागफल हेले भागशेष मूल्य केते हबो भागशेष मूल्य ऑटोमेटिक केते हबो 0 हबो। ख प्रश्न 500 तार निकटवर्ती 4टी संख्यार जोगफल केते 500 निकटवर्ती 4टी संख्या तार अर्थ 5 रे 4 गुण देबा 5 युक्त 5 गुण 4 5 5 केते 20 मिसिले केते हला 25 उत्तर केते 25 500 तार निकटवर्ती 4टी संख्या जोगफल होउची 25। साधारण प्रश्न रेखांकित पद को बदलाई भ्रम थिले संशोधन कर क प्रश्न देछि 5 किग्रा 80 ग्राम युक्त 2 किग्रा 30 ग्राम मूल्य होची 8 किग्रा 10 ग्राम या तले गार दिया है या ठीक ना भूल या देखा 5 किग्रा 80 ग्राम रे 2 किग्रा 30 ग्राम जोग करवा लिखिदेवा किग्रा ग्राम 5 किग्रा 80 ग्राम रे 2 किग्रा 10 ग्राम 2 किग्रा 30 ग्राम जोग करवा 0 को 0 8 3 11 5 2 7 केते हला 7 किग्रा 110 ग्राम 110 ग्राम उत्तर आम भूल अच्छी उत्तर केते लिखिबा 7 किग्रा 110 ग्राम हबो केते हबो 7 किग्रा 110 ग्राम। ख प्रश्न 3टी क्रमिक संख्यार समष्टि 27 हेले बड़ संख्याटी केते ऑप्शन उत्तर देछि केते 10 देछि देखिबा 3टी क्रमिक संख्यार समष्टि 27 मझी संख्याटी केते कोन करबा 27 रो 3 हर दबा केते 9 बड़ संख्या केते हबो 9 रे 1 मिसे दबा केते उत्तर 10 ये ठीक अछि। प्रश्न 1 घंटार 1 चतुर्थांश जे 25 मिनिट
एक घंटा केते मिनिट पिलामाने 1 घंटा 60 मिनिट 60 मिनिट रे 1/4 माने 60 मिनिट को समान 4 भाग करी भागे नबा तार 60 रे 4 दबा केते हला 4 के 4 2 के 2 0 को 0 4 5 20 4 5 20 केते हला भागफल 15 1 घंटा रे 1/4 होची 15 मिनिट केते मिनिट 15 मिनिट। 8 प्रश्न निम्नलिखित प्रश्न गुड़िक उत्तर दियो क प्रश्न देछि 1013 गुणन 1004 आधार प्रणाली गुणन कर पे देखा 8 नंबर क 1013 रे 1004 को आम आधार प्रणाली गुणन करवा आधार केते पिला माने आधार होची केते 1000 1000 केते जोग कले 1013 हम 1013 जोग कले 1013 हम देख पे 1000 केते शून्य अच्छी 3टा शून्य अच्छी ये दुईटा अंक रहीपर ना शून्य बस 0 1 3 से हीपरी 1000 केते जोग कले 1004 हम 1004 जोग कले तेणु 0 0 4 लिखा एवं कौन करवा 13 4 गुणीदे 13 चौ केते 13 चौ 52 5 2 दुईटा अंक रहा गोटे शून्य बस जेहेतु 1000 3टा शून्य 3टा अंक ये रब्लिक चिन्ह दबा ए 1013 4 जोग को लिखिपर ना 1004 13 जोग करके लिखिपर के 1017 1017 ये संख्याटी केते 1 0 1 7 0 5 2। ख प्रश्न 62 गुणन 68 समदर्शक मित्र एकक प्रणाली गुणन कर। ख प्रश्न 62 को 68 रे आम गुणा समदर्शक मित्र एकक प्रणाली समदर्शक वो मित्र एकक ये प्रणाली में गुणन करवा प्रथम जाना समदर्शक मित्र एकक केमी जाना समदर्शक मान 10 घर सामान रहो मित्र एकक मान एक घर मिसिले 10 हो सूत्र कौन 8 रे 2 गुणीदे 8 गुणन 2 ऑब्लिक चिन्ह दबा 6 पर संख्या केते 7 7 रे से 6 को आम गुणीदे केते 6 7 42 8 2 16 तेणु 62 में 68 गुणिले गुणफल हूँ 4216। ग प्रश्न 1305 हरण 97 को निखिलम सूत्र साहाय्य हरण करवा। ग प्रश्न देखिए पिला माने 1305 रे आम 97 हरवा निखिलम सूत्र साहाय्य आम भाग करवा अर्थ पिला माने आधार केते आधार हूँ 100 97 केते जोग कले 100 हम 3 जोग कले तो 0 3 लिखा जो आधार 100 2टा 0 1 2टा अंक रही आम कौन करवा 1305 जो संख्या लिखाई डाण बाम को 2टी घर छाड़ी आम गार टाणवा ए कौन करवा यही 3 को 1 गुणवा 3 के 3 ये लिखा 0 ये लिखा 3 ए कौन करवा 3 रे 0 को जोग करदेवा जी जोगफल बाहर ताकू यही 3 रे गुणिक लिखा 3 0 जोग कले 3 3 3 9 ये 0 ये 9 ये मिसेदेवा 9 5 14 4 रखी 1 3 1 4 ये ओब्लिक चिन्ह में दबा 3 की 3 1 को 1 भागफल है के पिला माने भागफल 13 भागफल वो भाग शेष हूँ 44 भागफल 13 भाग शेष 44। घ प्रश्न 54 गुणन 36 को ऊर्ध्व तिर्यक प्रणाली गुणन कर। घ प्रश्न पिला माने 54 रे आम 36 को ऊर्ध्व तिर्यक साहाय्य गुणन करवा प्रथम कौन करा पिला माने सीधा गोटा गार टाणीदेवा अर्थ कौन करवा 4 6 गुणवा 4 गुणन 6 6 जो के पिला माने 24
लिखा 2 4 तापर स्टेप कौन करवा कोणा कोणा गुणवा तार अर्थ 5 रे 6 गुणवा युक्त 3 रे 4 गुणवा 6 पंजा केते पिला माने 30 युक्त 3 4 12 जो कले केते हो 42 लिखिदबा 4 2 4 2 तापर पिला माने सीधा गुणवा सीधा 5 रे 3 गुणवा 5 गुणन 3 3 पंजा करते पिला माने 3 पंजा 15 लिखा 1 5 ए जो करदबा 4 की 4 2 2 मिसिले 4 की 4 5 4 मिसिले 9 को 9 1 को 1 केते हला 1944। 9 प्रश्न एक पदरे प्रकाश कर क प्रश्न देछि जेउ घन वस्तुर दुईटी समतल एकटी वक्रतल एवं दुईटी वक्रधार थाए ता कौन कहती ताको सिलिंडर कहती सिलिंडर देख पिला माने ये हूँ सिलिंडर ये सिलिंडर रे दुईटी समतल ये हूँ एक समतल ये हूँ एक समतल दुईटी समतल एकटी वक्रतल ये हूँ गोटे वक्रतल एवं दुईटी वक्रधार ये है वक्रधार यहाँ है वक्रधार दुईटी वक्रधार दुईटी समतल एवं गोटे वक्रतल अच्छी। प्रश्न जो चतुर्भुजर परिसीमा समान 4 गुणन गोटे बाहुर दैर्घ्य तो कौन कहती ताको वर्गक्षेत्र कहती वर्गक्षेत्र वर्गक्षेत्र परिसीमा हूँ 4 गुणन गोटे बाहुर दैर्घ्य। 10 प्रश्न क प्रश्न देछि गोटे फ्रॉक पाई 3 मी 40 सेमी कपड़ा लगे और गोटे पैंट पाई ताठर 1 मी 15 सेमी कपड़ा कम लगे तेबे पैंट और फ्रॉक पाई मोट केते कपड़ा लगे देख पे मैंने गोटे फ्रॉक पाई केते लगुच कपड़ा 3 मी 40 सेमी एवं गोटे पैंट पाई ताठर 1 मी 15 सेमी कम कपड़ा लगुच तेज पैंट पाई केते कपड़ा लगे कौन करवा 3 मी 40 सेमी रु 1 मी 15 से वियोग करदे जी भला से पैंट पे कपड़ा लगे तो पैंट और फ्रॉक पे मोट कपड़ा लगे दुईटा को जोग करदे पैंट कपड़ा और फ्रॉक कपड़ा दुईटा को जोग करदे। 10 नंबर क गोटे फ्रॉक पाई कपड़ा लगे गोटे फ्रॉक पाई कपड़ा लगे समान 3 मी 40 सेमी 3 मी 40 सेमी गोटे पैंट पाई ताठर 1 मी 15 सेमी कपड़ा कम लगे गोटे पैंट पाई ताठर 1 मी 15 सेमी कपड़ा कम लगे 1 मी 15 सेमी कपड़ा कम लगे तेबे पैंट पाई कपड़ा लगे तेबे पैंट पाई कपड़ा लगे कौन करवा 3 मी 40 सेमी रु 1 मी 15 सेमी वियोग करदे 3 मी 40 सेमी फेटाण 1 मी 15 सेमी वियोग कले केते हम सेमी लिखा ये 0 रु 5 वियोग कर 1 दान लिखे 10 10 रु 5 वियोग कले 5 इटला 3 3 1 वियोग कले 2 ये 3 1 गले 2 केते 2 मी 25 सेमी तेबे पैंट और फ्रॉक पाई कपड़ा लगे तेबे पैंट और फ्रॉक तैयार लगे कपड़ा लगे कौन करवा 3 मी 40 सेमी 2 मी 25 सेमी जोग करदे 3 मी 40 सेमी
ଯୁକ୍ତ 2 ମି 25 ସେମି। ଯୋଗ କଲେ କେତେ ହେଲା? ସେମି ଲେଖିଦେବା। 0 ରୁ 5 ଯୋଗ କଲେ 5, 4 2 ଯୋଗ କଲେ କେତେ ହେବ? 6, 3 2 ଯୋଗ କଲେ 5, କେତେ ହେଲା? 5 ମି 65 ସେମି। ଅତএବ ପ୍ୟାଣ୍ଟ ଓ ଫ୍ରକ୍ ତିଆରି ଲାଗି 5 ମି 65 ସେମି କପଡ଼ା ଲାଗେ। ख ପ୍ରଶ୍ନ, ରାମବାବୁଙ୍କର 2ଟି ଗାଈ ଥିଲେ। ଦିନେ ଗୋଟିଏ ଗାଈ 12 ଲି 100 ମିଲି ଏବଂ ଅନ୍ୟ ଗାଈଟି 15 ଲି କ୍ଷୀର ଦେଲେ। ରାମବାବୁ ସେଥିରୁ 22 ଲି 850 ମିଲି କ୍ଷୀର ବିକ୍ରି କରିଦେଲେ। ତେବେ ତାଙ୍କ ପାଖରେ ଆଉ କେତେ ପରିମାଣ କ୍ଷୀର ବଳକା ରହିଲା? ରାମବାବୁ କେତୋଟି ଗାଈ ଥିଲେ? 2ଟି ଗାଈ ଥିଲେ। ପ୍ରଥମ ଗାଈ କେତେ କ୍ଷୀର ଦେଲା? 12 ଲି 100 ମିଲି ଏବଂ ଦ୍ୱିତୀୟ ଗାଈଟି 15 ଲି କ୍ଷୀର ଦେଲା। ତେବେ 2ଟି ଗାଈ ମୋଟ କ୍ଷୀର କେତେ ଦେଲେ? କ'ଣ କରିବା? 2ଟାକୁ ଯୋଗ କରିଦେବା। 12 ଲି 100 ମିଲିରେ 15 ଲି ଯୋଗ କରିଦେବା। ଯେତିକି ବାହାରିଲା ସେତିକି ତାଙ୍କର ସମୁଦାୟ କ୍ଷୀର। ସେଥିରୁ ରାମବାବୁ 22 ଲି 850 ମିଲି କ୍ଷୀର ବିକ୍ରି କରିଦେଲେ। ଆଉ ଅବଶିଷ୍ଟ କେତେ କ୍ଷୀର ରହିଲା? ମୋଟ କ୍ଷୀରରୁ 22 ଲି 850 ମିଲି ବିয়োଗ କରିଦେବା। ରାମବାବୁଙ୍କ ପ୍ରଥମ ଗାଈ କ୍ଷୀର ଦେଲା। ରାମବାବୁଙ୍କ ପ୍ରଥମ ଗାଈ କ୍ଷୀର ଦେଲା। ପ୍ରଥମ ଗାଈ କ୍ଷୀର ଦେଲା ସମାନ 12 ଲି 100 ମିଲି। 12 ଲି 100 ମିଲି। ଦ୍ୱିତୀୟ ଗାଈ କ୍ଷୀର ଦେଲା। ଦ୍ୱିତୀୟ ଗାଈ କ୍ଷୀର ଦେଲା ସମାନ 15 ଲି 0.00 ମିଲି। ତେବେ 2ଟି ଗାଈ କ୍ଷୀର ଦେଲେ। କ'ଣ କରିବା? 12 ଲି 100 ମିଲିରେ 15 ଲି ମିଶାଇ ଦେବା। 0 କୁ 0 ମିଶାଇଲେ 0, 0 0 ମିଶାଇଲେ 0, 1 ରେ 0 ମିଶାଇଲେ 1, ଏଠି 5 2 ମିଶାଇଲେ କେତେ? 7, 1 ମିଶାଇଲେ 2, 27 ଲି 100 ମିଲି। ସେଥିରୁ ରାମବାବୁ 22 ଲି 850 ମିଲି କ୍ଷୀର ବିକ୍ରି କରିଦେଲେ। ତେବେ ଆଉ କ୍ଷୀର ବଳକା ରହିଲା। କ'ଣ କରିବା? 27 ଲି 100 ମିଲିରୁ 22 ଲି 850 ମିଲି ବିয়োଗ କରିଦେବା। 27 ଲି 100 ମିଲି ଫେରାଣ 22 ଲି 850 ମିଲି ବିয়োଗ କରିଦେବା। କେତେ ହେଲା? ଏଠି ମିଲିକି ମିଲି ଲେଖିଦେବା। 0 ର 0 ବିয়োଗ କଲେ 0, 0 ର 5 ବିয়োଗ କଲେ ବିয়োଗ କରିହେବ କି? ବିয়োଗ କରିହେବନି। ତେଣୁ ଆମେ କ'ଣ କରିବା? ଏକଦଶ ଧାନ ଲେଖେ 10, 10 ରୁ 5 ଫେରିଲେ କେତେ? 5। ଏଠି ହେଲା 0, 0 ରୁ 8 ବିয়োଗ କରିହେବ ନା। ଏଠି ଏକଦଶ ଧାନ ହେଲେ 10, 10 ରୁ 8 ହେଲେ 2, ଏଠି ଅଛି 6, 6 ରୁ 2 ଗଲେ 4, 2 ରୁ 2 ଫେରିଲେ 0। କେତେ ହେଲା? 4 ଲି 250 ମିଲି। ଅତଏବ ତାଙ୍କ ପାଖରେ ଆଉ 4 ଲି 250 ମିଲି କ୍ଷୀର ବଳକା ରହିଲା। ଗ ପ୍ରଶ୍ନ, ଜାନୁଆରୀ ମାସରେ ଏକ କ୍ୟାଲେଣ୍ଡର ତିଆରି କର ଯାହାର ପ୍ରଥମ ଗୁରୁବାର 3 ତାରିଖ ଥିବ। ତେଣୁ ଆମେ ଜାନୁଆରୀ ମାସକୁ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ଯାହାର ପ୍ରଥମ ଗୁରୁବାର 3 ତାରିଖ ରହିବ। ଜାନୁଆରୀ ମାସରେ ଏକ କ୍ୟାଲେଣ୍ଡର ଆମେ ତିଆରି କରିବା ଯାହାର ଗୁରୁବାର 3 ତାରିଖରୁ ଆରମ୍ଭ ହେଉଥିବ। ପ୍ରଥମ ଗୁରୁବାର 3 ତାରିଖରୁ ଆରମ୍ଭ ହେଉଥିବ। ଦେଖ ପିଲାମାନେ, କ୍ୟାଲେଣ୍ଡର ଆମେ ତିଆରି କରିବା ଯାହାର ପ୍ରଥମ ଗୁରୁବାର 3 ତାରିଖରୁ ଆରମ୍ଭ। ସାତଟା ଘର କରିଦେବା। ତାର ତ 8ଟା ଆମେ ଗାଡ଼ି ଟାଣିବା। 2 3 4 5
6 ଏବଂ 7 ଏପଟରେ 1 2 3 4 5 6ଟା ହୋଇଗଲା। 1 2 3 4 5 6ଟା। ଆମେ ଜାଣିଛନ୍ତି ପ୍ରଥମେ ଆମର ସପ୍ତାହ ପ୍ରଥମ ଦିନ ହେଉଛି କ'ଣ? ରବିବାର। ଆମେ ଲେଖିବା ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର। ଇଏ ହେଉଛି ଜାନୁଆରୀ ମାସ। ପ୍ରଶ୍ନ ଅନୁସାରେ ଦେଖି ଜାନୁଆରୀ ମାସର କ୍ୟାଲେଣ୍ଡର ତିଆରି କରିବା ଯାହା ପ୍ରଥମ ଗୁରୁବାର 3 ତାରିଖ ପଡ଼ୁଥିବ। ପ୍ରଥମ ଗୁରୁବାର କେତେରେ ପଡ଼ୁଛି ପିଲାମାନେ? 3 ତାରିଖ। ତେଣୁ ଗୁରୁବାର ଯେଉଁଠି ପ୍ରଥମ ଗୁରୁବାର 3 ତାରିଖ ଲେଖିଲେ, ତେଣୁ ତାର ବୁଧବାରଟି କେତେ ହେବ? 1 ବିୟୋଗ କରିଦେବା, 2 ତାରିଖ, ମଙ୍ଗଳବାର 1 ତାରିଖ ପଡ଼ିବ। ଏବେ ଲେଖିଯିବା ଗୁରୁବାର 3, ଶୁକ୍ର 4, ଶନି 5, ରବି 6, ସୋମ 7, ମଙ୍ଗଳ 8, ବୁଧ 9, ଗୁରୁ 10, ଶୁକ୍ର 11, ଶନି 12, ରବି 13, ସୋମ 14, ମଙ୍ଗଳ 15, ବୁଧ 16, ଗୁରୁ 17, ଶୁକ୍ର 18, ଶନି 19, ରବି 20, ସୋମ 21, ମଙ୍ଗଳ 22, ବୁଧ 23, ଗୁରୁ 24, ଶୁକ୍ର 25, ଶନି 26, ରବି 27 ତାରିଖ ପଡ଼ିବ, ସୋମ 28, ମଙ୍ଗଳ 29, ବୁଧ 30। ଜାଣିଛନ୍ତି ପିଲାମାନେ ଜାନୁଆରୀ ମାସ ହେଉଛି 31 ଦିନିଆ। ତେଣୁ ଗୁରୁବାର କେତେ ପଡ଼ୁଛି ଆମର? 31 ଦିନ। 31 ତାରିଖରେ ଗୁରୁବାର ପଡ଼ିବ। ଏଇ ଯେଉଁ ଆମର ଫାଙ୍କା ଅଛି ଏଥିରେ ଆମେ ଗୋଟେ ଷ୍ଟାର ଚିହ୍ନ ଦେଇଦେବା। ଏବେ ଜାନୁଆରୀ ମାସର କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଗଲା। ହଁ ପ୍ରଶ୍ନ, ତୁମେ ଗୋଟିଏ ଦୋକାନରୁ 2 କିଗ୍ରା 250 ଗ୍ରାମ ବୁଟ ଡାଲି, 750 ଗ୍ରାମ ଚିନି ଓ 3 କିଗ୍ରା 250 ଗ୍ରାମ ଚାଉଳ କିଣିଲ। ତେବେ କେତେ ଓଜନର ଜିନିଷ କିଣିଲ? କ'ଣ କରିବ? ଏସବୁ ଆମେ ଯୋଗ କରିଦେବା। 2 କିଗ୍ରା 250 ଗ୍ରାମ ଯୁକ୍ତ 750 ଗ୍ରାମ ଯୁକ୍ତ 3 କିଗ୍ରା 250 ଗ୍ରାମ ଯୋଗ କରିଦେଲେ ଯାହା ବାହାରିଲା ସେ ହେଉଛି ମୋଟ ଓଜନ। ସେ ମୋଟ ଓଜନ ଆମେ ଜିନିଷ କିଣିଲେ। ତୁମେ ଗୋଟିଏ ଦୋକାନରୁ ବୁଟ ଡାଲି କିଣିଲ ସମାନ କେତେ? 2 କିଗ୍ରା 250 ଗ୍ରାମ। 2 କିଗ୍ରା 250 ଗ୍ରାମ। ଚିନି କିଣିଲ କେତେ ହେଲା? 750 ଗ୍ରାମ। ଏବଂ ଚାଉଳ କିଣିଲ କେତେ? 3 କିଗ୍ରା 250 ଗ୍ରାମ। ତେବେ ମୋଟ ଓଜନ ଜିନିଷ କିଣିଲ କ'ଣ କରିବା? ଯୋଗ କରିଦେବା। 0 0 ମିଶିଲେ କେତେ ହେବ? 0। ଏଠି 5 5 10 5 15, 5ରେ କିନ୍ତି ହେଲା 1, 7 2 9, 2 1 1 12, 2ରେ କିନ୍ତି ହେଲା 1, 3 2 5 1 6। 6 କିଗ୍ରା 250 ଗ୍ରାମ। ତେବେ ତୁମେ 6 କିଗ୍ରା 250 ଗ୍ରାମ ଓଜନର ଜିନିଷ କିଣିଲ। ମୋ ପ୍ରଶ୍ନ, ଗୋଟେ ଆୟତାକାର ପଡ଼ିଆର ପରିସୀମା 64 ମିଟର, ଏହାର ଦୈର୍ଘ୍ୟ 18 ମିଟର ହେଲେ ପ୍ରସ୍ଥ କେତେ? ଆୟତାକାର ପଡ଼ିଆର ପରିସୀମା ଦେଇଛି ଆମେ କେତେ? 64 ମିଟର। ଏହାର ଦୈର୍ଘ୍ୟ ଦେଇଛି। ତେଣୁ ଆମେ କ'ଣ କରିବା? ଆୟତାକାର ପଡ଼ିଆର ପରିସୀମା ସୂତ୍ର କରିଦେବା। କ'ଣ ସୂତ୍ର?
2 ଗୁଣନ ଦୈର୍ଘ୍ୟଯୁକ୍ତ ପ୍ରସ୍ଥ। ଆମେ ଦୈର୍ଘ୍ୟ ଦେଇଛି, ଆମେ ପ୍ରସ୍ଥ ପାଇଯିବା। 1 ନମ୍ବର ଉତ୍ତର। ଯଦି ପିଲାମାନେ ଦେଖ ଆୟତ ଚିତ୍ର, ଏହାର ଦୈର୍ଘ୍ୟ ହେଉଛି 18 ମିଟର। ଦୈର୍ଘ୍ୟ କେତେ? 18 ମିଟର। ପ୍ରସ୍ଥ ଆମେ ବାହାର କରିବା ଏବଂ ତା'ର ପରିସୀମା ଦେଇଛି। ପରିସୀମା ଦେଇଛି 64 ମିଟର। ଗୋଟିଏ ଆୟତାକାର ପଡ଼ିଆର ପରିସୀମା, ଗୋଟିଏ ଆୟତାକାର ପଡ଼ିଆର ପରିସୀମା ସମାନ କେତେ? 64 ମିଟର। 64 ମିଟର। ଏହାର ଦୈର୍ଘ୍ୟ କେତେ ଦେଇଛି ପିଲାମାନେ? 18 ମିଟର ଦେଇଛି। ଆମେ ଆୟତ କ୍ଷେତ୍ର ପରିସୀମା ସୂତ୍ର ପକାଇଦେବା। ଆୟତାକାର ପଡ଼ିଆର ପରିସୀମା ସୂତ୍ର କ'ଣ? 2 ଗୁଣନ ଦୈର୍ଘ୍ୟଯୁକ୍ତ ପ୍ରସ୍ଥ। କେତେ ଦେଇଛି? 64 ମିଟର। ଜାଣିଛନ୍ତି ପିଲାମାନେ ଦୈର୍ଘ୍ୟ ହେଲା, ଆୟତାକାର ପଡ଼ିଆର ଦୈର୍ଘ୍ୟ ହେଉଛି କେତେ? 18 ମିଟର ଦେଇଛି। 2 ଗୁଣନ 18 ଯୁକ୍ତ ପ୍ରସ୍ଥ ସମାନ 64 ମିଟର। ଏ 2 ଏଠି ଗୁଣା ହେଇଛି ନା, ଏପଟକୁ ଆସିଲେ କ'ଣ ହେଇଯିବ? ହରା ହେଇଯିବ। ତେଣୁ 18 ଯୁକ୍ତ ପ୍ରସ୍ଥ, 18 ମିଟର ଯୁକ୍ତ ପ୍ରସ୍ଥ ସମାନ କେତେ? 64 ହରଣ 2। 2 ରହିଲେ କେତେ? 2 3 6, 2 3 4, 32 ମିଟର। ତେବେ ପ୍ରସ୍ଥ କେତେ ହେବ? କ'ଣ କରିବା? 32 ଫେଡ଼ାଣ 18। 2ରୁ 8 ବିୟୋଗ କରି ହେବନି। 1 10 ହେଲେ କେତେ? 12, 12 8 ହେଲେ କେତେ? 4। ଏଠି ହେଲା 2 ରେ କଲେ 1, 14 ମିଟର। ଅତଏବ ଆୟତାକାର ପଡ଼ିଆର ପ୍ରସ୍ଥ 14 ମିଟର। ଅତଏବ ଆୟତାକାର ପଡ଼ିଆର ପ୍ରସ୍ଥ 14 ମିଟର। ପ୍ରଶ୍ନ, ରମେଶ ପାଖରେ ଯେତେ ଟଙ୍କା ଅଛି ତାର ଭାଇ ପାଖରେ ତାର 3 ଗୁଣରୁ 2 ଟଙ୍କା କମ୍ ଅଛି। ଦୁହିଁଙ୍କର ଟଙ୍କା ମିଶି 458 ଟଙ୍କା ହେଲେ କାହା ପାଖରେ କେତେ ଟଙ୍କା ଅଛି? ଆମେ କ'ଣ କରିବା? ମନେକର ରମେଶ ପାଖରେ 1 ଗୁଣ ଟଙ୍କା ଅଛି, ତା ଭାଇ ପାଖରେ ତାର 3 ଗୁଣରୁ 2 ଟଙ୍କା କମ୍ ଅଛି। ତେବେ ଦୁହିଁଙ୍କ ପାଖରେ କେତେ ଅଛି? 458 ଟଙ୍କା ଅଛି। 1 ଗୁଣ ଯୁକ୍ତ 3 ଗୁଣ ଫେଡ଼ାଣ 2 ସମାନ 458 ମୂଲ୍ୟ ପାଇଯିବା। ଯେଉଁଟା ଭାଇ ସେଟା କ'ଣ? ରମେଶର ଟଙ୍କା ଏବଂ ତାର 3 ଗୁଣରୁ 2 କମ୍ ଫେଡ଼ିଦେଲେ ସେ ହେଉଛି ତାର ଭାଇର ଟଙ୍କା। 6 ନମ୍ବର ଉତ୍ତର। ମନେକର ରମେଶ ପାଖରେ 1 ଗୁଣ ଟଙ୍କା ଅଛି। 1 ଗୁଣ ଟଙ୍କା ଅଛି। ତାର ଭାଇ ପାଖରେ ତାର 3 ଗୁଣରୁ 2 ଟଙ୍କା କମ୍ ଅଛି। ତାର ଭାଇ ପାଖରେ ତାର 3 ଗୁଣରୁ 2 ଟଙ୍କା କମ୍ ଅଛି। ତେବେ ତାର ଭାଇ ପାଖରେ ଟଙ୍କା ଅଛି। ତେବେ ତାର ଭାଇ ପାଖରେ ଟଙ୍କା ଅଛି। କ'ଣ କରିବା? 1 ଗୁଣ ଗୁଣନ 3 ଯୁକ୍ତ 2। 2 ଟଙ୍କା କମ୍ ଅଛି। 1 ଗୁଣ 3 ଫେଡ଼ାଣ 2। 1 ଗୁଣ 3 ଗୁଣିଲେ କେତେ ହେବ? 3 ଗୁଣ ଫେଡ଼ାଣ 2 ଟଙ୍କା। ଦୁହିଁଙ୍କ ପାଖରେ ମୋଟ ଟଙ୍କା ଅଛି। କ'ଣ କରିବା? 1 ଗୁଣରେ 3 ଗୁଣ ଫେଡ଼ାଣ 2 ଯୋଗ କରିଦେବା। 3 ଗୁଣ ଫେଡ଼ାଣ 2 ଟଙ୍କା ମିଶିଲେ କେତେ ହେଲା? 4 ଗୁଣ ଫେଡ଼ାଣ 2 ଟଙ୍କା। ପ୍ରଶ୍ନାନୁସାରେ ଦୁହିଁଙ୍କ ପାଖରେ ମୋଟ 458 ଟଙ୍କା ଅଛି। ପ୍ରଶ୍ନାନୁସାରେ ଦୁହିଁଙ୍କ ପାଖରେ ମୋଟ
458 ଟଙ୍କା ଅଛି 58 ଟଙ୍କା ଅଛି। ତାର ତୁମେ କ'ଣ କରିବା 4 ଗୁଣ ଫେଡ଼ାଣ 2 ଟଙ୍କା ସମାନ 458 ଟଙ୍କା 4 ଗୁଣ କ'ଣ କରିବା 458 ଏଠି 2 ଟଙ୍କା କ'ଣ ବିয়োଗ ଅଛି ଏପଟେ ଗଲେ କ'ଣ ଯୁକ୍ତ ହେଇଯିବ ଯୁକ୍ତ 2 ମିଶିଲେ କେତେ ହେଲା 460 ଟଙ୍କା 460 ଟଙ୍କା 1 ଗୁଣ କ'ଣ କରିବା 460 ହରଣ 4 ହରଦେଲେ କେତେ ହେବ 4 କେ 4 ଏଠି 2 0 20 4 5 20 115 ଟଙ୍କା। ରମେଶ ପାଖରେ 115 ଟଙ୍କା ଅଛି 115 ଟଙ୍କା ଅଛି। ତାର ଭାଇ ପାଖରେ ଟଙ୍କା ଅଛି ତାର ଭାଇ ପାଖରେ ଟଙ୍କା ଅଛି କ'ଣ କରିବା 115ରେ 3 ଗୁଣିକି 2 ବିয়োଗ କରିଦେବା କେତେ ହେଲା 3 5 15 5 କିନ୍ତୁ ହେଲା 1 କୁ 1 3 କୁ 3 1 4 କୁ 4 3 କେ 3 345 ଫେଡ଼ାଣ 2 ବିয়োଗ କଲେ କେତେ ହେବ 343 ଟଙ୍କା। ଅତଏବ ତାର ଭାଇ ପାଖରେ 343 ଟଙ୍କା ଅଛି। ନହେଲେ ଏମିତି ମଧ୍ୟ କରିପାରିବା ରମେଶ ପାଖରେ କେତେ ଟଙ୍କା ବାହାରିଲା ରମେଶ ପାଖରେ 115 ଟଙ୍କା ଅଛି 2 ଟଙ୍କା ମିଶି କେତେ 458 କେତେ 458 ରମେଶ ଟଙ୍କା ପାଇଗଲା ଆମେ କେତେ 115 ଟଙ୍କା ତା ଭାଇ କେତେ ଟଙ୍କା ହେବ କ'ଣ କରିବା 458ରେ 115 ଆମେ ବିয়োଗ କରିଦେବା କେତେ ହେଲା 8 5 ହେଲେ 3 କି 3 5 1 ଗଲେ 4 4ରୁ 1 ଫେରିଲେ କେତେ ହେବ 343 ଟଙ୍କା। ଏମିତି ମଧ୍ୟ କରିପାରିବା। 6 ପ୍ରଶ୍ନ ସାରଣୀ ଥିବା ତଥ୍ୟକୁ ନେଇ ଉତ୍ତର ଦିଅ। ସାରଣୀ ଦେଇଛି ଫୁଲର ନାମ ଫୁଲ ସଂଖ୍ୟା ଦେଇଛି ଗେଣ୍ଡୁ ଫୁଲ ହେଉଛି 6ଟି ମନ୍ଦାର ଫୁଲ 9ଟି ତରାଟ 8ଟି ଏବଂ ଅପରାଜିତା 11ଟି। କ ପ୍ରଶ୍ନ ସାରଣୀରେ ଥିବା ମୋଟ ଫୁଲ ସଂଖ୍ୟା କେତେ ସାରଣୀରେ ମୋଟ କେତୋଟି ଫୁଲ ଅଛି ଆମେ କ'ଣ କରିବା ସେ ମିଶାଇ ଦେବା 8 1 9 9 9 18 18 6 24 4 2 34ଟି ଫୁଲ ଅଛି ମୋଟ 34ଟି ଫୁଲ ଅଛି। ख ପ୍ରଶ୍ନ ମନ୍ଦାର ଓ ତରାଟ ଫୁଲ ସଂଖ୍ୟା ମିଶି କେତେ ମନ୍ଦାର ଫୁଲ କେତୋଟି ଅଛି 9ଟି ଅଛି ତରାଟ ଫୁଲ କେତେ ଅଛି 8ଟି 9ଟି କେତେ 17 ମନ୍ଦାର ଓ ତରାଟ ଫୁଲ ସଂଖ୍ୟା ମିଶି 17ଟି। କ ପ୍ରଶ୍ନ ଅପରାଜିତା ଫୁଲ ସଂଖ୍ୟା ଓ ତରାଟ ଫୁଲ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ କେତେ ଅପରାଜିତା ଫୁଲ କେତୋଟି ଅଛି 11ଟି ଅଛି ତରାଟ ଫୁଲ କେତୋଟି ଅଛି 8ଟି ପାର୍ଥକ୍ୟ ମାନେ କ'ଣ କରିବା ଫେରିଦେବା 11 ଫୁଲ କେତେ 3 ତେଣୁ ଅପରାଜିତା ଫୁଲ ଓ ତରାଟ ଫୁଲ ମଧ୍ୟରେ ପାର୍ଥକ୍ୟ ଅଛି 3ଟି। କ ପ୍ରଶ୍ନ କେଉଁ ଫୁଲ ସଂଖ୍ୟା ସର୍ବନିମ୍ନ ତାର ଅର୍ଥ କେଉଁ ଫୁଲ ସବୁଠାରୁ କମ୍ ଅଛି ଓକେ ଗେଣ୍ଡୁ ଫୁଲ 6ଟି ଅଛି ଉତ୍ତର କ'ଣ ହେବ ଗେଣ୍ଡୁ ଫୁଲ ସଂଖ୍ୟା ସବୁଠାରୁ କମ୍। କ ପ୍ରଶ୍ନ ମନ୍ଦାର ଓ ଗେଣ୍ଡୁ ଫୁଲ ସଂଖ୍ୟା ମିଶି ଅପରାଜିତା ଫୁଲ ଠାରୁ କେତେ ଅଧିକ ମନ୍ଦାର ଫୁଲ ଓ ଗେଣ୍ଡୁ ଫୁଲ ମିଶିଲେ କେତେ ହେବ 915ଟି ଅପରାଜିତା ଫୁଲ ଠାରୁ କେତେ ଅଧିକ ଅପରାଜିତା ଫୁଲ କେତେ 11ଟି କେତେ ଅଧିକ ତେଣୁ 15ରୁ 11 ଫେରିଦେବା କେତେ ହେଲା 4ଟି ଅଧିକ। 11 ପ୍ରଶ୍ନ ଯେକୌଣସି ଗୋଟିଏ ଅଙ୍କନ କର କ ପ୍ରଶ୍ନ ଦେଇଛି ଏକ ଆୟତଘନର ଚିତ୍ର ଅଙ୍କନ କରି ତାର ଶୀର୍ଷ ଧାର ଓ ପାର୍ଶ୍ୱ ଚିହ୍ନଟ କର। ଦେଖ ପିଲାମାନେ ଇଏ ଏକ ଆୟତଘନାକାର ଚିତ୍ର ଜଏନ୍ କରିଦେବା ଏମିତି ଏହାର ଏଇଟା କ'ଣ ପିଲାମାନେ ଏଇଟା ଶୀର୍ଷ ଇଏ ହେଲା ଆମର ପାର୍ଶ୍ୱ
ଏବଂ ଏ ପିଲା ଦେଖିବା ଏ ହେଲା ଧାର। ତେଣୁ ଆୟତଘନାକାର ଚିତ୍ରରେ 8ଟି ଶୀର୍ଷ, କେତୋଟି ଶୀର୍ଷ? 8ଟି ଶୀର୍ଷ ଅଛି। ଶୀର୍ଷ, 12ଟି ଧାର ଏବଂ 6ଟି ତଳ ବା ପାର୍ଶ୍ୱ ଅଛି। 6ଟି ତଳ ବା ପାର୍ଶ୍ୱ ଅଛି। ଖ ପ୍ରଶ୍ନ, ଗୋଟେ ସିଲିଣ୍ଡର ଚିତ୍ର ଅଙ୍କନ କରି ତାର ସମତଳ, ବକ୍ରତଳ ଏବଂ ବକ୍ରଧାର ଚିହ୍ନଟ କର। ଦେଖ ପିଲାମାନେ, ଏ ଗୋଟେ ସିଲିଣ୍ଡର ଚିତ୍ର। ଏକ ସିଲିଣ୍ଡର ଚିତ୍ର, ଏହାର ସମତଳ, ଇଏ ହେଲା ସମତଳ, ଇଏ ମଧ୍ୟ ସମତଳ, ଇଏ ହେଲା ବକ୍ରତଳ। କ'ଣ? ବକ୍ରତଳ। ଏବଂ ଇଏ ହେଲା ବକ୍ରଧାର, ବକ୍ରଧାର, ଇଏ ମଧ୍ୟ ବକ୍ରଧାର। ତେଣୁ ଏକ ସିଲିଣ୍ଡରର କେତୋଟି ସମତଳ? 2ଟି ସମତଳ, 2ଟି ସମତଳ, 2ଟି ବକ୍ରଧାର, ବକ୍ରଧାର ଏବଂ 1ଟି ବକ୍ରତଳ ଅଛି। 1ଟି ବକ୍ରତଳ ଅଛି।